सबुठ इंटरेस्टिंग कथा जदि राति उठे आपंकर माइंड पूरा फ्रेश कारण ना मैंने शुणीचे जब गोटे सांग आम दौड़ा जावा कि कौन करवा सी भाव कि अच्छी ना बंधु ये जिन सब काल्पनिक हो पारे किंतु आप रात उठा चेष्टा करूँ उठिले जानवे भल लगे मु अभ्यास करी अभ्यास कली रात उठा रात बंधर कटिकटी जावा फ्रेश हो रनिंग जा आजिकल जो है जब फिजिकल एक्सरसाइज न करेंगे तो आप देहर अवस्था पूरा सीरीयस हो दरकार सकाळु सकाळु जगार आसिक गाड़ी आसिक पहुँचला बाइक थी मो जगह पानी बोतल टी आनी जो रेट गरम हो रनिंग कले सनस्ट्रोक हमार संभावना सब पागल हो शू लांस शू तो देखिपे सका पूरा 5:30 मंदार गच अच्छी मुझे जस्ट बसी टे जी यू जीवा 2-3 किलोमीटर करी सकाल सकाल एकुटिया तो आसी पूरा कौन करी आसिक बस रनिंग फनिंग करजी आजकल जो भाई है पूरा शरीर ही संपद ता सहित एक्सरसाइज करने दरकार ना विभिन्न प्रकार रोगर आपने सामना करेंगे कहीं आम जो भाव में खाद्य सब खाऊे जो भाव में पेस्टिसाइड यूज कराऊँच औषध यूज कराऊँच कहीं नेचुरल वे रे आप गोबर खत किसी व्यवहार कराऊनी जानीपे यार इंपैक्ट आज के समय 60 एज रे कि ताटू कम एज रे हार्ट अटैक डायबिटीज ब्लड प्रेशर कहीं आ दिन को दिन आज सब आज के समय लोक ब्लड प्रेशर हबार कारण जब मोबाइल है ना लोक मैंने साइलेंटली लोक मान दिमाग को खाई खाई जाऊँगी लोक मान अटेंशन को खाई खाई जाऊँगी लोक मैंने डिप्रेशन रे रहउछन जानी थिबे सेते लोक केमती रहउदिले आ एबे लोक मैंने डिप्रेशन को कहीं जाउछन आपण मान जदी यार शिकार होइतंदी ताले जल्दी बाहरी आंत कारण न बाहरी ना आपण दिमाग बेसी खाई जाउ आपण देखि परते मो मुहर गोटे फेसटा पूरा चेंज हो टोन भी चेंज हो कारण जो भाया गरम हो रनिंग करा कष्ट लगुच
କିନ୍ତୁ ଦେହ ପାଇଁ ପୁରା ଭଲ। ଯୋଉ ଝାଳଟା ବାହାରୁଛି ଆପଣଙ୍କର ସବୁ ମଇଳା ଦେହରୁ କାଢିଦେଉଛି। ପ୍ରଭୁ ଏକୁଟିଆ ବସି ନିରୋଳ ଜାଗାରେ ଆନନ୍ଦ ଲାଗୁଛି। କାହିଁକିନା ଗାଁ ଗହଳିରେ ଯୋଉ ହୋ ହା ଇଏ ତାକୁ କଣ କହିଲାଣି ଇଏ ତାକୁ କଣ କହିଲାଣି, ତାଠୁ କେତେ ଶାନ୍ତି ଜାଗାରେ। ଦେଖନ୍ତୁ ମୁଁ ଗୋଟେ ଆଣିକି ପଟିଟେ ରଖିଛି, ସେଠି ବସାବସି କରୁଛି, ଟିକେ ବସିକି ଟିକେ ଏକ୍ସରସାଇଜ କରିବା। ଆସିଲା ମାନେ ଗୋଡ଼ ହଲିହାଲି କରନ୍ତୁ, ଯେତେ ପରିମାଣରେ ଗୋଡ଼ ହଲେଇବେ ଆପଣ ରନିଂଟା କରିବେ ନା, ବହୁତ ପରିମାଣରେ ଗୋଡ଼ ହଲାନ୍ତୁ। ସକାଳର ଏକ୍ସରସାଇଜ କାର୍ଯ୍ୟକ୍ରମ ମୋର ଏବେ ଏଣ୍ଡ ହେଲା। ମୁଁ ଏବେ ପଟ୍ଟା ଏଇଠି ରଖୁଛି, କାହିଁକିନା ଏଠି ଏକ୍ସରସାଇଜ କରିବା ପାଇଁ ଠିକ୍ ହେବ। ଚାଲନ୍ତୁ ଯିବା, ପାଣି ଟିକେ ମରା ହେଇଛି, ଫୁଲ୍ ପ୍ୟାଣ୍ଟଟା ପିନ୍ଧିକି ପଳେଇବା। ଖାଇଲେ କହିବୁ ଆସିବନି। ମୁଁ ଏବେ ଦେଶୀ ମାଛ ନେଇକି ଆସିଲି, ରୋହି ମାଛ। ଘରେ ଦେଖନ୍ତୁ ସେତେବେଳେ ପ୍ରୋସେସରେ ସବୁ ମସଲା ବଟା ବଟି ଚାଲିଛି। ଏ ରସୁଣ ଏଠି ଏବେ ବଟା ହେଉଛି, ସୋରିଷକୁ ରସୁଣ ଏକାଠି। ବୋଉ କାହିଁ ଗ୍ରାଇଣ୍ଡରରେ କଲୁ, ଗ୍ରାଇଣ୍ଡରରେ କଲୁ ଆରେ ଶିଳରେ ବାଟୁଛି। ଶିଳରେ ବାଟିଲେ କଣ ଭଲ ଲାଗିବ? ହଁ ହଁ, ଏ ଶିଳ କିଏ ଦେଇଥିଲା ବୋଉ? ଅଜା ଅଜା? ସେତେବେଳେ ସବୁ ଶିଳ ଦିଆ ହଉଥିଲା ନାଇଁ? ଦେଖିବା ଟିକେ ବୋଉକୁ ଲାଜ ଲାଗୁଛି, କାରଣ ଦେଖିଲ ବୋଉ କହୁଛି ଲାଜ ଲାଗିବ। ଲାଜ ଲାଗୁନି ତୋତେ? ନାଇଁ ରେ, ଆଉ ତୋତେ ଲାଗୁଛି ସେଥିପାଇଁ କିଛି କହୁନୁ। ରନିଂ କରିକି ଆସିବା ପରେ ଟିକେ ଘରକୁ ମାଛ ଆଣିଲି, କେହି ଖାଇବେନି, ଭଉଣୀରେ ମୋର ଖାଇବୁ। ଆଉ ଧାନ ଦେଖନ୍ତୁ ପୁରା ଅଳିଆ ହେଇକି ପଡ଼ିଥିଲା ଘରେ। ମୁଁ କହିଲି ନା ଗାଧେଇନି ଆଜି, ତା ପୂର୍ବରୁ ଧାନକୁ ଭଲ ଭାବରେ ପୁରେଇ ଦେବା। ତା ସହିତ ଘରେ ଟିକେ ବହୁତ ସିନା ଖାଇବନି, କିନ୍ତୁ ଆମ ପାଇଁ ମାଛ ଫାଛ ରୋଷେଇ କରିବ, ସେଥିପାଇଁ ତା ପାଇଁ ସେ ବଟା ବଟି ଚଲେଇଛି। ଆଉ ବୋଉ ସେତେବେଳେ ଯେହେତୁ ସେତେବେଳେ ଲୋକ ଟିକେ ତାକୁ ଲାଜ ଲାଗୁଛି, କାହିଁକିନା କ୍ୟାମେରା ଆଗରେ କହିବାକୁ ସେମାନେ ଟିକେ ଅନକମ୍ଫର୍ଟେବୁଲ ଲାଗେ। ଆମେ ଆଜିକା ଜେନେରେସନ ପିଲା। ଆଉ ସବୁଠୁ ମେନ୍ କଥା ହେଲା ଯୋଉ ଶିଳରେ ବାଟିଆ, ସିଏ ତ ଏ ୟା ଦ୍ୱାରା କଣ ହଉଛି ଦେଖନ୍ତୁ, ଶିଳରେ ଆପଣ ବାଟିଲେ ଆମର ବଡିଟା ପୁରା ଫଙ୍କସନ କଲା। ଏଇ ଜିନିଷ ସେତେବେଳେ ଲୋକମାନେ ଅଧିକ ବର୍ଷ ବଞ୍ଚିବାର କାରଣଟା ଏଇଆ ଥିଲା, ସବୁ କାମରେ ନିଜର ବଡି ଫଙ୍କସନ ମୁଭମେଣ୍ଟ ଭଲ ଥିଲା। କିନ୍ତୁ ଆମେ ଆଜିକା ସମୟରେ ଅଳସୁଆ ହେଲା ବେଳକୁ ଗ୍ରାଇଣ୍ଡର ହେଇଗଲା, ସଫା କରିବା ପାଇଁ ୱାସିଂ ମେସିନ ହେଇଗଲା, ପୁରା ଗଛ ଲଗେଇବା ବଦଳରେ ଆମେ ଭାବିଲେଣି ଏସି ପ୍ରିଫର କଲେଣି, ଯାହାଦ୍ୱାରା ରୋଗ ଆମେ କିଣୁଛେ। ସେଥିପ୍ରତି କିନ୍ତୁ ଦେଖିପାରୁଥିବେ ସେତେବେଳେ ଲୋକ ଯିଏ ଥିଲେ ଅଧିକ ସମୟ ବଞ୍ଚୁଛନ୍ତି, ତାଙ୍କ ପୁଅ ମାନେ ନାତି ମାନେ ମରିଯାଉଛନ୍ତି। କାରଣ କଣ? ଏଇସବୁ ଜିନିଷ। ଚାଲନ୍ତୁ ଯିବା, ଘରେ ଆଜି ମାଛ କାଲିଆଟା ହବ, ସ୍ପେସିଆଲ କେମିତି ହଉଛି ଦେଖିବା।
ଆଉ କ'ଣ କରିବା କେହି ତ ଖାଇବେନି। ଆଣିଥିଲି 100 ଟଙ୍କା ମାଛ କିଣିକି 8-10 ପିସ୍। ଚାଲନ୍ତୁ ଯିବା। ସରିବା ଅବସ୍ଥାରେ ବୋଉ ରଖ। 30 ବର୍ଷ ହବନି ନା? କେତେ ବର୍ଷ? ଅଜା ଶଗଡ଼ରେ ବୋହିକି ଆଣିଥିଲେ? ହଁ। ହାଁ ସରୁଥିବ ଶିଳ ନା? ନା ମାଛ ଯୋଉ ଆଣିଥିଲି ଏଇ ଦେଖନ୍ତୁ। ଲୁଣ ହଳଦୀ ଗୁଲିଆ ହେଲା। ମାନେ ହେଇଗଲା ଲାଗିଲା ମୋର ଅଇଁଠା ଏଠି। ସବୁଠୁ ଇଣ୍ଟରେଷ୍ଟିଂ କଥା ହେଲା ଘରେ ବି ସାଧା ତରକାରୀ ଟିକେ ହଉଛି। ଏଠି 2 ଜଣ ମେମ୍ବର ସାଧା ଖାଇ ଆସିଥିଲି ଟ୍ରାକ୍ଟର ପାଖକୁ। ଗାଡ଼ି କାମ ଚାଲିଛି, ଟ୍ରାକ୍ଟର କାମ ଚାଲିଛି। ଦେଖିବା ଆମ ଗାଡ଼ି ସେଠି ଲୋଡ଼ ନେଇଗଲାଣି। ଚାଲନ୍ତୁ ଘରକୁ ଯିବା। ଅଙ୍ଗୁ ପୋତି ମନକୁ କରିଦଉଛି। କହିଲା କିଛି ନହେଲେ ତାଡ଼ିକି ବିକିଦେବି ମାଟି। ଏଇଠି ନା ଆରେ କ'ଣ ନାହିଁ ସବୁଥିରୁ କାଲି ଆସିବ ମୁଣ୍ଡଟା ତାଙ୍କ ପାଖରେ ଅଛି। ହଁ ଦେଖିଲୁ